ठाकुरी आपणकर कि विचित्र लीला प्रभु आपणकर कि विचित्र लीला मोर यही कला निष्पाप शिशुपुत्र आपणकर कि दोष करिथिला प्रभु ताकू माँ चौंड कला प्रभु ठाकुरे ता माँ को छड़ई देला। अरे पद्मावती तुम्हें तो मते आ मोर यही कला शिशुपुत्र को छाड़ी आर पारी को चली गला हेले मोर यही कला निष्पाप शिशुपुत्रर लालन पालन दायित्व समर्पिबी का हस्ते देई ठाकुरे पुणी पुणी मते तो राज दरबार को जीवार अच्छी हेले मो शिशुपुत्र को का हस्ते छाड़ी राज दरबार को जीवी। अरे बाबा सागर नहीं रे बाबा नहीं नहीं रे धना तू जम्मा कांदना रे बाबा तू जम्मा कांदना तू कांदिले ना बाबा मो छातीटा फाटी जाए रे बाबा। अरे बाबा मो छातीटा फाटी जाए नहीं नहीं रे धन कांदना हेले बाबा सागर तते तो तुम छाड़ी चली गला रे धना हेले आज मु तोर माँ संग साथी मिता सब किछि रे बाबा। अरे बाबा मु तते केबे भी दुख देबिनी रे बाबा मु तते बहुत खुशी रे रखिबी रे धना। अरे बाबा तू मो कंठीर धन रे बाबा तू मो आखिर तारा। मोर जीवन तो तू ही मोर सुख संसार सपन तो मोर जीवन तो तू ही मोर सुख संसार निराशरे आस भरस तो निराशरे आस भरस तो न लागू तोते काना सपन तो मोर जीवन तो तू ही मोर सुख संसार सपन तो मोर जीवन तो तू ही मोर सुख संसार निराशरे आस भरस तो निराशरे आस भरस तो तोते कदाचर सपन तो मोर जीवन तो तू ही मोर सुख संसार न लागू तोते कदाचर।
ବାନ୍ଧବୀ ସ୍ୱାମୀ ତୁମେ ଗୋଟିଏ କଥା ଜାଣିଛ ଆମ ମନ୍ତ୍ରୀ ଆଦିତ୍ୟ ନାରାୟଣ ବା ତାଙ୍କ ଘରେ ସୁପୁତ୍ର ଜନ୍ମ ହେଲା ତ ସତ ଆରେ ନାମକରଣ ବି ସରିଗଲା ନାଟା ଦେଲେ ସାଗର ଚରଣ ତାହେଲେ ନାଟା ସାଗର ଚରଣ ଦେଇଛନ୍ତି। ହଁ ବାନ୍ଧବୀ ହେଲେ ମୋ ମନ୍ତ୍ରୀ ଆଦିତ୍ୟ ନାରାୟଣର କପାଳ ଟପଟା କଣ ହେଇଛି? ଆରେ ମନ୍ତ୍ରୀଙ୍କର ପତ୍ନୀ ପଦ୍ମାବତୀ ସେ ନିଷ୍ପାପ କଳା ଶିଶୁ ସାଗର ଚରଣ ଆଉ ମନ୍ତ୍ରୀ ଆଦିତ୍ୟ ନାରାୟଣକୁ ଛାଡ଼ି ଆର ପାରିକୁ ଚାଲିଗଲେ। ସେ ଆର ପାରିକୁ ଚାଲିଗଲେ। ହଁ ବାନ୍ଧବୀ ଏଇ ଭଗବାନ ମୁଁ ଏଇ କଣ ଶୁଣୁଛି? ହେଲେ ବାନ୍ଧବୀ ତୁମେ କଣ ମନ୍ତ୍ରୀ ପୁତ୍ର ସାଗର ଚରଣକୁ ମାର ମମତା ସ୍ନେହ ଆଦର ଭଲ ପାଇବା ଦେଇପାରିବ? କାହିଁକି ଦେଇପାରିବିନି? ଆରେ ମୋ ଝିଅକୁ ଯେମିତି ଲାଲନ ପାଳନ କରୁଛି ଠିକ୍ ତାଙ୍କ ପୁତ୍ରକୁ ମଧ୍ୟ ସେମିତି ଲାଲନ ପାଳନ କରି ଆମେ ଛୋଟରୁ ବଡ଼ ମଣିଷ କରିବୁ ଆମେ। ଏଇଆ ହିଁ ଆଶା ରଖିଥିଲି। ତେବେ ଶୁଣ ଦୂତମୁଖ ଶୁଣିଛି ସମ୍ବାଦ ମନ୍ତ୍ରୀ ଆଦିତ୍ୟ ନାରାୟଣ ଦରବାରକୁ ଆସୁଛନ୍ତି। ଆସ ବାନ୍ଧବୀ କିଛି କ୍ଷଣ ଅପେକ୍ଷା କରିବା। ଠିକ୍ ଅଛି ଆମେ କିଛି ଖଳ ଏଠି ଅପେକ୍ଷା କରିବା। ତେବେ ଆସ ବାନ୍ଧବୀ। ମହାରାଜ ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରନ୍ତୁ ମହାରାଜ। ଉଠ ମନ୍ତ୍ରୀ ଆଦିତ୍ୟ ନାରାୟଣ। ଆଦିତ୍ୟ ନାରାୟଣ ହଁ ମହାରାଜ। ତୁମ ମୁଖମଣ୍ଡଳ ମଲିନ ପଡ଼ିଛି ଶିଶୁପୁତ୍ରକୁ କୋଳରେ ଧରି ଦୁଃଖରେ ଭାଙ୍ଗି ପଡ଼ିଛ କଣ ପତ୍ନୀ ଚାଲିଗଲା ବୋଲି? ଆପଣ ତ ଜାଣିଛନ୍ତି ମହାରାଜ ମୋତେ ଆଉ ମୋର ଏଇ କଳା ନିଷ୍ପାପ ଶିଶୁପୁତ୍ରକୁ ଛାଡ଼ି ମୋ ପଦ୍ମାବତୀ ଆର ପାରିକୁ ଚାଲିଗଲେ। ଆଦିତ୍ୟ ନାରାୟଣ ମହାରାଜ ଆରେ ତ ସଂସାରର ନିୟମ ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ ମଧ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ମଧ୍ୟ ମରାଇ ତେଣୁ ତେଣୁ ତୁମେ ଶୋକ କର ନା ମହାମନ୍ତ୍ରୀ ଶୋକ କର ନାହିଁ। କେମିତି ଶୋକ କରିବିନି ମହାରାଜ କେମିତି ଶୋକ କରିବିନି? ମୋର ଏଇ କଳା ନିଷ୍ପାପ ଶିଶୁ ପୁତ୍ରକୁ କାସ୍ତେ ସମର୍ପଣ କରି ଏ ରାଜ ଦରବାରକୁ ଆସିବି ମହାରାଜ। ଆରେ ଏଇ କଥା ହଁ ମହାରାଜ। ତାହେଲେ ତୁମର ସେ କଳା ଶିଶୁ ସାଗର ଚରଣକୁ ଆମ କୋଳକୁ ଟେକି ଦିଅ। ନାଇଁ ଆରେ ମୋ ଝିଅ ଶାମୁକାକୁ ଏ କାଶୀ ରାଜ୍ୟରେ ଯେମିତି ଲାଳନ ପାଳନ କରାଯାଉଛି ତୁମ ପୁତ୍ରକୁ ମଧ୍ୟ ସେପରି ରଖିବୁ। ନାଇଁ ନାଇଁ ମହାରାଜ ନାଇଁ ଆପଣ ସେମିତି କୁହନ୍ତୁନି ମହାରାଜ। ହେଲେ କାହିଁକି ଆଦିତ୍ୟ ନାରାୟଣ କାହିଁକି? କାହିଁକି ନା ମୁଁ ହେଉଛି ଆପଣଙ୍କର ପାଦ ସେବକ ବାମନ ହୋଇ ଚାନ୍ଦକୁ ହାତ ବଢେଇ ପାରିବିନି ମହାରାଜ। ଆଦିତ୍ୟ ନାରାୟଣ ହଁ ମହାରାଜ। ତମେ ବୋଧେ ଭୁଲି ଯାଉଛ ଆରେ ତୁମେ ହେଉଛ ଏ ବିଶାଳ କାଶୀ ରାଜ୍ୟର ମହାମନ୍ତ୍ରୀ। ଆରେ ମନ୍ତ୍ରୀ ପୁତ୍ର ଯଦି ରାଜା କରି ଲାଳନ ପାଳନ ହବ ଅସୁବିଧା ରହିଲେ କେଉଁଠି ତୁମେ ଜାଣିଛ? କଣ ମହାରାଜ? ଏହା ହେଉଛି ସେ ସର୍ବଶକ୍ତିମାନ ପରମେଶ୍ୱରଙ୍କର ଇଚ୍ଛା। ଆରେ କରୁ କରାଉଥାଏ ସେହି ତା ବିନୁ ଅନ୍ୟ ଗତି ନାହିଁ। ତେଣୁ ତୁମର ସେ କଣ ଶିଶୁ ସାଗର ଚରଣକୁ ଆମ କୋଳକୁ ଟେକି ଦିଅ। ମହାରାଜ ରାଣୀ ମାତ ଜଣେ କନ୍ୟା ସନ୍ତାନର ଜନନୀ ତାଙ୍କ ମୁଖଠୁ କିଛି ନ ଶୁଣିବା ଯାଏ ମୁଁ କିଛି ବି କରିପାରିବିନି ମହାରାଜ। ବେଦମତୀ ଆରେ ତୁମେ ହିଁ ବୁଝାଅ ଆଦିତ୍ୟ ନାରାୟଣକୁ। ଆଦିତ୍ୟ ନାରାୟଣ ହଁ ରାଣୀ ମା। ଆରେ ମୁଁ କଥା ଦେଉଛି ମୋ ଝିଅକୁ ଯେମିତି ଲାଲନ ପାଳନ କରୁଛି ଠିକ୍ ତମ ପୁତ୍ରକୁ ମଧ୍ୟ ସେମିତି ଲାଲନ ପାଳନ କରି ଆମେ ଛୋଟରୁ ବଡ଼ ମଣିଷ କରିବୁ। ହେଲେ ଦିଅ ତୁମ ପୁତ୍ରକୁ ଆମ କୋଳକୁ ଟେକି ଦିଅ। ରାଣୀ ମା ମୁଁ ମଝିରେ ମଝିରେ ଆସି ମୋ ପୁଅକୁ ନେଇ ଗେଲ କରିପାରିବି ତ ଆରେ ରାଣୀ ମା? କାହିଁକି ଆସିବନି? ମଝିରେ ମଝିରେ ଆସି ତମେ ଗେଲ କରିକି ଯାଇପାରିବ କାହିଁକି ନୁହଁ? ଆଦିତ୍ୟ ନାରାୟଣ ମହାରାଜ ଆଉ ଗୋଟିଏ କଥା ମନେ ରଖ ଏ କାଶୀ ରାଜ୍ୟ ଅଧିପତି ମର୍କତ କେଶରୀ ସୂର୍ଯ୍ୟ ଚନ୍ଦ୍ର ଦଶ ଦିଗ ପାଳକୁ ସାକ୍ଷୀ ରଖି କହୁଛି ଯେତେବେଳେ ତୁମ ପୁତ୍ର ସାଗର ଚରଣ ଯୌବନ ପ୍ରାପ୍ତ ବୟସରେ ପଦାର୍ପଣ କରିବେ ସେ ସମୟରେ ମୋର ଏକମାତ୍ର କନ୍ୟା ଶାମୁକା ସହିତ ତୁମ ପୁତ୍ରର ବିବାହ କରିଦେବି। ମହାରାଜ ଆପଣ ଏକି କଥା କହୁଛନ୍ତି ମହାରାଜ? ହଁ ଆଦିତ୍ୟ ନାରାୟଣ ଆଜି ଦିନଠାରୁ ରାଜା ମନ୍ତ୍ରୀ ସମ୍ପର୍କ ଛାଡ଼ି ଆମେ ଦୁହେଁ ବନ୍ଧୁସ୍ଥା ସ୍ଥାପନ କରିବା ମାନେ ସମୁଧି
ହବା। ଆପଣଙ୍କ ଇଚ୍ଛା ମହାରାଜ। ମୁଁ ବା କହିବାକୁ କିଏ? ଆଦିତ୍ୟ ନାରାୟଣ, ମହାରାଜ ଆରେ ତୁମେ ତ ଜାଣିଥିବ ଦ୍ୱାପର ଯୁଗରେ ଯେମିତି ଶ୍ରୀକୃଷ୍ଣ ଆଉ ସୁଦାମା ଦୁହେଁ ବନ୍ଧୁ ଥିଲେ, এই ଯୁଗରେ ଏ ରାଜା ମର୍କଟ କେଶରୀ ଆଦିତ୍ୟ ନାରାୟଣ ଦୁହେଁ ବନ୍ଧୁ। ବନ୍ଧୁ ମହାରାଜ ଆରେ ମହାରାଜ କହିବନି, କହିବ ବନ୍ଧୁ। ବନ୍ଧୁ ହଁ ବନ୍ଧୁ, ତୁମ ନେତ୍ରରୁ ଅଶ୍ରୁ ଝରିଲେ ମୋ ହୃଦୟଟା ବିତାରିତ ହେଇଯାଏ, ଯେମିତି ଶ୍ରୀକୃଷ୍ଣ ଆଖିରେ ସୁଦାମା ଲୁହ। ତୋର ମୋର ଏମିତି ବନ୍ଧନ କିଏ ବଘଟିବ କହ, କିଏ ବଘଟିବ କହ। ତୋର ମୋର ଏମିତି ବନ୍ଧନ କିଏ ବଘଟିବ କହ, କିଏ ବଘଟିବ କହ। ସୁଖୁତ ଭଜରେ ଏତେ ସରଧା ସରଳ ବଣିରେ ନାହିଁ, ତୋ ସଫାପଣରେ ଏମିତି ସୁଖ ରାଜୱାସରେ ନାହିଁ। କେହି ତ କାହାଠୁ ଆମେ ଅଲଗା ନୁହଁ, ତୁ କାନ୍ଦିଲେ ଝରୁଥିବ ଶ୍ରୀକୃଷ୍ଣ ଆଖିରେ ସୁଦାମା ଲୁହ, ଶ୍ରୀକୃଷ୍ଣ ଆଖିରେ ସୁଦାମା ଲୁହ, ଶ୍ରୀକୃଷ୍ଣ ଆଖିରେ ସୁଦାମା ଲୁହ, ଶ୍ରୀକୃଷ୍ଣ ଆଖିରେ ସୁଦାମା ଲୁହ, ସୁଦାମା ଲୁହ, ସୁଦାମା ଲୁହ, ସୁଦାମା ଲୁହ। আরে এইটা গোটিয়ে কথা ন দেখিলা লোক দেখ কই চকারিছি বেক বারে আদিত্য নারায়ণ বা আরে মু তো তোমাকে সত্য ধন্যবাদ দেখি রই পারুনি। আরে তুমি রাজা ঘর চাকর, আমি বি রাজা ঘর চাকর। আজি ভাগ্যর বিড়ম্বনা দেখো, তুমি রাজ্যর সমুদি ଆଉ ଆମେ ସେଇ ଚାକରକୁ ଚାକର। ଆରେ ମୁଁ ତ ଭାବୁଛି ରାଜ୍ୟ ରାଜା ଏବେ ସେନାପତି ଦିଗ୍ବିଜୟ ସିଂ, ଆଉ ମୁଁ ହେବି ତାଙ୍କର ମହାମନ୍ତ୍ରୀ। କିନ୍ତୁ ଦେଖିଲା ବେଳକୁ ଭଲଟା ହେଲା ଓଲଟା। ନା ଏ କଥା ଦେଖିଲା ବେଳକୁ କାହିଁକି ମୋ ଦେହର ହଜମ ହଉନି। ତୁରନ୍ତ ଯିବି, ତୁରନ୍ତ ଯାଇକରି ଏକଥା ସେନାପତି ଜଣେଇବି। ଆରେ ଏମିତି ଗୋଳାଇ ଘାଣ୍ଟେଇ ଚକଟି ଦେବି ମୋ କଥାରେ ସେଇ ସେନାପତିଟା ଉଠିବ ଆଉ ବସିବ। আরে মো না চট পাত্র ভলরে ଥିଲେ বেলা পট্র ଆଉ রাগি গলে পুরা ছিন্ন ছট আগ যায় কথাটা যদি ন জଣାইবি গোলমালি এর জন্য আরে পোপা মিছ মিছ সবু মিছ। এ রাজ্যর জনতা মানে কোন সতরে গোটাଏ গোটাଏ পাগল। এমানে যদি পাগল হয়ে নথান্তে কেমিতি কৌথান্তে যে রাজা ও মন্ত্রীটা সমুদ্রী হইছন্তি সমুদ্র। কেমিতি বিশ্বাস করিবি, কাহাকু বিশ্বাস করিবি? আরে কথারে অছি যেবে ন দেখিবা বেনি নয়নে ভরতে ন জীব গুরু বচনে। ମୁଁ କେମିତି ବିଶ୍ୱାସ କରିବି ଯେ ରାଜା ଓ ମନ୍ତ୍ରୀଟା ସମୁଦ୍ରୀ ହେଇଛନ୍ତି ସମୁଦ୍ରୀ? আরে এইটা গোটিয়ে কথা। এনে সেনাপতি বাবু প্রণাম কলি হ হ গোমাস্তা জটপাত্র আজ্ঞা। ଏ ଅବେଳରେ ଏଠାରେ ইয়ে অবেড়ে তো যতটা কি ଏ ଜଟ আজ্ঞা। ଆରେ କଣ କହିବାକୁ ଚାହୁଁଛୁ? আরে কুম্ভীর শিব জিনইরে পৌঁছিলানি সেনাপতি বাবু করছেন কোন? ଏ ଯାହା କହିବାର ଅଛି ସିଧା ସିଧା କୁହ। ହେଲେ ଶୁଣିବା ତ ଆଜ୍ଞା।
বলিষ্ঠ বিরহ শুণ মোহর গিরা বলিষ্ঠ বিরহ হাত ছড়া হেব হাত ছড়া হেব হাত ছড়া হেব হে হাত ছড়া হেব হাত ছড়া হেব সুযোগ তোর বলিষ্ঠ বীর এ শুণ মোহর গির শুণ মোহর গির বলিষ্ঠ বিরহ ଜଟ ଆରେ ମୁଁ କିଏ ଆପଣ ଯଦି କାଶୀ ରାଜ୍ୟର ଆରେ ମୁଁ ହେଉଛି ଏ ବିଶାଳ କାଶୀ ରାଜ୍ୟର ସେନାପତି ଏ ରାଜ୍ୟଟା ହେଉଛି ମୋର ହାତ ମୁଠାରେ ଆଉ କଣ ମୋର ହାତ ଛଡ଼ା ଆରେ ହବ ଏତେ ବଡ଼ ବୀର ହୋଇର ରାଜ୍ୟରେ କେତେ ଦିନ ଖଟୁଥିବ ଏ ରାଜା ଜୀବନ ଥିବା ପର୍ଯ୍ୟନ୍ତ କୌଶଳ ପ୍ରୟୋଗ କରିର ସୁଯୋଗ ରାଜସିଂହାସନ ଛଡ଼ା ଏ ଜଟ ତମରୁ ବନ୍ଦନ୍ତି ଆଗେ ସେନାପତି ତମରୁ ବନ୍ଦନ୍ତି ଆଗେ ସେନାପତି କାଶୀ ରାଜ୍ୟ ରାଜା ବରିଷ୍ଠ ବୀର ଏ ଶୁଣ କାନେ ଶୁଣ ନାକେ ଶୁଣ ମୋହର ଗିର ଶୁଣ ମୋହର ଗିର ବରିଷ୍ଠ ବୀର କଣ କହିଲୁ ନାଇଁ ନାଇଁ କଣ କହିଲୁ ଏ ରାଜ ସିଂହାସନ ଛଡ଼େଇ ଏ ରାଜ୍ୟର ରାଜା ମୁଁ ହେବି ମନେ ରଖ ରାଜା ହେଉଛନ୍ତି ମୋ ପାଇଁ ଭଗବାନ ରାଜା ହେଉଛନ୍ତି ଆମ୍ଭର ଅନ୍ନଦାତା ଆରେ ଯାହାର ଅନ୍ନରେ ଆମ୍ଭେମାନେ ସମସ୍ତେ ଅନୁପ୍ରାଣିତ ତାଙ୍କରି ବିରୁଦ୍ଧରେ ଯାଇ ଏ ରାଜ ସିଂହାସନ ଛଡ଼େଇ ଏ ରାଜ୍ୟର ରାଜା ମୁଁ ହେବି ମାରଣ ରାଜାଙ୍କ ବିରୁଦ୍ଧରେ ଯଦି ଶଳା ପଦୁଟେ କହିବୁ ତ ଜିଭଟାକୁ ଟାଣି ଆଣିବି ମୋ ଜୀବକୁ ସିନା ଟାଣି ଆଣିବେ ଏପଟେ ରାଜା ମନ୍ତ୍ରୀଟା ସମୁଦି ହେଲେ ଭଲ ହେଇଛି କଣ ଭଲ? ଯାହା ହେଇଛି ଠିକ ହେଇଛି କଣ ଠିକ ହେଇଛି? এই ଲୋକମାନଙ୍କ କଥାକୁ ବିଶ୍ୱାସ କରିପାରୁନଥିଲି ଏଇ ଲୋକ ମୁଖରୁ ଶୁଣିଲି ମୋତେ ବିଶ୍ୱାସ ହେଇଗଲା ରାଜା ଯାହା ନିଷ୍ପତ୍ତି ନେଇଛନ୍ତି ଠିକ ନିଷ୍ପତ୍ତି ନେଇଛନ୍ତି ରାଜା ଝିଅଟା ମନ୍ତ୍ରୀ ପୁଅଟା ବଡ଼ ହେଲା ପରେ ବାହାଘର ହବ ବହୁତ ଭଲ ହବ ବିଚରା ମନ୍ତ୍ରୀଟା ଆରେ ବିଚରାର ତା ସ୍ତ୍ରୀଟା ମରିଗଲା ନିଜ ସ୍ତ୍ରୀ ତ ଛାତିଟା ଫାଟି ଏବେ ଯାଉଛି ଫାଟିବ କେମିତି ଛାତିଟା ଫାଟିବ ଫାଟିବ ତ। ଯେତେ ଯାହା ହେଲେ ବି ସେ ହେଉଛି ଆମ ସହକର୍ମୀ ସହକର୍ମୀ ନୁହ ସରୁ ଭାଇ ଜଟ ଗୁରୁ ଭାଇ ଜଟ ଏ ମନ୍ତ୍ରୀଟା ସେ ଛୁଆର ଲାଳନ ପାଳନ କରିବ ନା ରାଜକାର୍ଯ୍ୟ କରିବ ଏ ରାଜକାର୍ଯ୍ୟ କରିବ ନା ସେ ଛୁଆର ଲାଳନ ପାଳନ କରିବ ତେଣୁ ରାଜା ଯାହା ନିଷ୍ପତ୍ତି ନେଇଛନ୍ତି ଠିକ ନିଷ୍ପତ୍ତି ନେଇଛନ୍ତି ରାଜା ଝିଅ ମନ୍ତ୍ରୀ ପୁଅ ବଡ଼ ହେଲା ପରେ ବାହାଘର ହବ ବହୁତ ଭଲ ହବ ଆଉ ସେ ବାହାଘରେ ଆମେ ଯାଇକି ସମସ୍ତେ ଡ୍ୟାନ୍ସ କରିବା ରାଜା ଘର ଭୋଜିରେ ଶଳା ଗେଫା ମାରିବା ପାଇଁ କଣ ତୋର ଇଚ୍ଛା ହେଉନି ଭୋଜି ଖାଇବେ କେତେବେଳେ ଆଜ୍ଞା ଏଇନେ ମହାମନ୍ତ୍ରୀ ରାଜାଙ୍କୁ କହୁଥିଲା କଣ କହୁଥିଲା ଆମର ଆଉ ଏଇ ସେନାପତି ଦରକାର ନାହିଁ ଆମ ସେନାପତି ବାଜ୍ୟ ଲୋକ ଆମ ସେନାପତି ଧୋକାବାଜ ଆମ ସେନାପତି ଚରିତ୍ରହୀନ ଆମ ସେନାପତି ମାଇଚିଆ ଆମ ସେନାପତି କୁକୁର ଆଉ ଏଇ ସେନାପତି ଦଣ୍ଡିଆ ମାରିକି ବାହାର କରିଦେବା ଓ ସେନାପତି କହ ଏତେ କଥା ଶୁଣି ସାରିଲା ପରେ ରାଜ୍ୟ ରାଜା ହେବ ନା ଭିକାରୀ ହେବ ହଁ ତୁମେ ମାରିଦେବି ସାମାନ୍ୟ ମନ୍ତ୍ରୀଟା ରାଜାର ସମୁଦି ହେଇଗଲା ବୋଲି ମତେ ରାଜ୍ୟର ବିତାଡ଼ିତ କରିବ ମନରେ ବାର କଥା କହିବ ଅସଳ କିଲାଟା ହେଲା ସେଇ ମନ୍ତ୍ରୀର
କଳା ଛୁଆଟା ଆଉ ସେ ଛୁଆଟାକୁ ଯଦି ମାରିଦେବି ନାଥିବ ମାଉସ ନା ବାଜିବ ବଇସି ତ ଆଜ୍ଞା ଆବଶ୍ୟକ ପଡ଼ିଲେ ସେ ମନ୍ତ୍ରୀଟାକୁ ବି ଛାଡ଼ି ଆଉ ନା ଆଉ ମନ୍ତ୍ରୀ କଥାରେ ଯଦି ରାଜାଟା ଯଦି ବସ ଉଠ ବସ ହବ ଛାଡ଼ିବି ରାସ୍ତେ ଏ ବଇ ଯାଉଥିବା ପବନର ବି କାନ ଆମେ ଅଛି ତୋମ ବ୍ୟତୀତ କେହି ଜାଣିବେନି ଆଉ ନା ଆମେ ଚାଲ ଚାଲନ୍ତୁ ଆଜ୍ଞା ଦେଖିବା ସେ ମନ୍ତ୍ରୀଟା ତା ପୁଅକୁ ନେଇ କୁଆଡ଼େ ଯାଇଛି ଆମେ ଚାଲ ଚାଲନ୍ତୁ ଆଜ୍ଞା ମନା କରୁଛି ମୁଁ ଏ ଛୋଟ ଆଜ୍ଞା କିଏ ବେ ଏ ଗୋଟେ ଦୌଡ଼ିକି ଚାଲିଗଲା ଆଜ୍ଞା ଶୁଣ ଆମ୍ଭ ଦି ଜଣଙ୍କ କଥା ଶୁଣି ଦେଇଛି ଏ କଥା ଯାଇକି ରାଜାକୁ କହିଦେଲେ ସବୁ ସରିଗଲା ନାଇଁ ବେ! ନାଇଁ! ସେ ଯିଏ ହଉ ନା କାହିଁକି ଆମ୍ଭ କଥା ଶୁଣିଛି ମାନେ ନିଶ୍ଚୟ ରାଜା ନିକଟକୁ ଯିବ ଏ ଦୌଡ଼ିକି ହେଲେ ଶୁଣ ରାଜା ନିକଟକୁ ପହଞ୍ଚିବା ପୂର୍ବରୁ ମାରିଦେ ଏବେ ଚାଲ ଚାଲନ୍ତୁ। ହଉ ଶୁଣ ଆମ୍ଭ କଥା ଶୁଣିକି ଭାଇ ଯାଇଛି ଏବେ ଚାଲ ଆରମ୍ଭ ହେଲା ସେଇ ଦ୍ୱାପର ଯୁଗ ମହାଭାରତର ପ୍ରଥମ ଅଧ୍ୟାୟଟା ସେତିକି ବେଳେ ଦୁର୍ଯ୍ୟୋଧନକୁ ରାଜା କରାଇବା ପାଇଁ ଶକୁନିଟା ପୋଷା କାଟି ଫେଙ୍କିକି ରାଜା କରାଇଥିଲା କିନ୍ତୁ ମୋ ହାତରେ ତ ପୋଷା କାଟି ନାହିଁ କେମିତି ରାଜା କରାଇବି ସେନାପତିଟାକୁ ଜଟ ପାତ୍ର ମୁଁ ଜଟ ପାତ୍ର ଭଲରେ ଥିଲେ ବେଲପତ୍ର ରାଗି ଗଲେ ପୁରା ଛିନ୍ନ ଛଟ আরে চলো চলো হেই মনে পড়ি যাই সেই অতীতর কথা এই কাশী রাজ্যর রাজাকে যেতেবেলে মো ভৌণী ভাল পাই বসিলা আরে মু তো খুশিরে পাগল হয়ে যাইছিলি পাগল সামান্য চক্রর ভৌণী পুଣି রাজাকর বউ হব রাজা হস্তরু শঙ্কা পিন্ধিব মথারে সিন্দুর নব কিন্তু সর্বশেষ রাজাটা অন্য কাহাকু বাহা হয়ে পড়িলা সেই কথা শুনিকি মো ভৌণীটা আত্মহত্যা করে দিলাম ମୋ ଭଉଣୀ ସିନା ଆତ୍ମହତ୍ୟା କରିଦେଲା କିନ୍ତୁ ଏ ତା ଛୋଟ ଭାଇଟା ଏନେ ବଞ୍ଚିଛି ଛାଡ଼ିବିନି ବେ রাজবংশটাকে সমূলে ধ্বংস করিদেবি ধ্বংস হে সূর্য চন্দ্র দশ দিগ পাল আজ এ ছোট পাত্র শপথ করি কৌছি এ রাজবংশকে ধ্বংস ন কলা পর্যন্ত কেবে বি মু শান্তিরে নিঃশ্বাস মারি পারিবিনি জট পাত্র মু জট পাত্র ভলরে থিলে বেলপট্টা রাগি গলে পুরা ছিন্ন ଠାକୁରେ ମୋର ଏଇ ଦି କର୍ଣ୍ଣ କଣ ଶୁଣିଲା ଏଇ ଦି ଜଣ ନରହନ୍ତ ମାନେ ମୋତେ ଆମ ଶିଶୁ ପୁତ୍ରକୁ ମାରିଦେବେ ନାଇଁ ନାଇଁ ମୁଁ ଏ ରାଜ୍ୟରେ ରହିବିନି ମୋ ପୁଅକୁ ନେଇ ମୁଁ ଅନ୍ୟ ରାଜ୍ୟକୁ ଚାଲିଯିବି ଦରକାର ନାହିଁ ମୋ ପୁଅ ପାଇଁ ଏ ରାଜକନ୍ୟା ଦରକାର ନାହିଁ ମୋ ପୁଅ ପାଇଁ ଏ ରାଜ ସିଂହାସନ ଯାଏ ମୁଁ ଅନ୍ୟ ରାଜ୍ୟକୁ ଚାଲିଯିବି ବାବୁ ତୁମେ ପୁଣି ଏଠି କ'ଣ ହେଇଛି ଏମିତି ଆଖିରୁ ଧାର ଧାରି ଲୁହଟା ବାହାରି ପଡୁଛି ପୁଣି କଅଁଳା ଶିଶୁଟାକୁ ଧରିକି କୁଆଡ଼େ ଦୌଡ଼ିକି ବାହାରୁଛନ୍ତି
ଆପଣ ଜାଣିନାହାନ୍ତି କି ମୋତେ ଆଉ ମୋର ଏଇ କଲା ନିଷ୍ପାପ ଶିଶୁ ପୁତ୍ରକୁ ଛାଡ଼ି ମୋ ପଦ୍ମାବତୀ ଆର ପାରିକୁ ଚାଲିଗଲେ। ମୋ ପୁଅ କାନ୍ଦୁଥିଲା ତ ସେଥିପାଇଁ ଏ ଉଦ୍ୟାନରେ ଟିକେ ମୋ ପୁଅକୁ ବୁଲାବୁଲି କରି ଆରେ ସେଇ କଥା ଶୁଣିକି ସେନାପତି ବାବୁ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଆଉ ମୋରି ଅବସ୍ଥା ତ ତୁମେ ନିଜେ ଦେଖୁଛ। ତେଣୁକରି ସେନାପତି ବାବୁ ଆମକୁ ଗୋଟାଏ ଚରମ ନିଷ୍ପତ୍ତି ନେଇ ଯାଇଛୁ। ନିଷ୍ପତ୍ତି ନେଇଛ? ତୁମେ ଆଉ ଥରେ ବାହା ହେଇ ପଡ଼। ନାଇଁ ନାଇଁ ଗୁମାସ୍ତା ବାବୁ ନାଇଁ, ମୁଁ ଆଉ କେବେ ବି ଦ୍ୱିତୀୟ ବିବାହ କରିବିନି। ଏ ଜଟ ଆମେ କ'ଣ ହେଇଛି? ଆମେ କାହିଁ ପାଇଁ କାନ୍ଦୁଛୁ? ଯା ଏ ମହାମନ୍ତ୍ରୀ କ'ଣ କହିଲା ଜାଣିଛନ୍ତି? କ'ଣ କହୁଛି? ଆବେ ଜଟ ସେ କୁକୁର ସେନାପତି ଗୋଳା କୁଆଡ଼େ? ସେଇ ଶଳା ମାଇଚା ଗୋଳା କୁଆଡ଼େ? ଏଇନେ ଯଦି ସେଇ ଶଳାକୁ ଦେଖିଦେବି ତାର ତଣ୍ଟି କୋଣା କରିକି ରକ୍ତ ବିଗଳିଲା ଯାଏ। ଆଉ ଆପଣଙ୍କୁ ତଣ୍ଟିଆ ମାରି ବାହାର କରିଦେବି କହିଲା। ନା ମୁଁ ସେମିତି କିଛି କହିନି, ଏ ମିଛ କହୁଛି। ମହାମନ୍ତ୍ରୀ ଆଦିତ୍ୟ ନାରାୟଣ ତାହେଲେ ତୁ ଆମ୍ଭ ଦି ଜଣଙ୍କ କଥାଟା ଏଠୁ ଶୁଣି ଥାଇକି ଯାଇଛୁ? ମୁଁ ତମ ଦି ଜଣଙ୍କ କଥା ସବୁ ଶୁଣି ସାରିଛି। ଭଲ କରିଛୁ, ଆଉ ଯାହା ବି ଶୁଣିଛୁ ଠିକ ଶୁଣିଛୁ। ଏଇନେ ଯାଉଛି ଏଇନେ ଯାଉଛି ମୁଁ ମୋ ରାଜାକୁ କହିବି। ଯା ଯା କହିବୁ ଯା। କେମିତି କହିବୁନି? ରାଜା ସହିତ ଶଳା ସମୁଦ୍ରୀ ହେଇଛୁ ଯେତେବେଳେ ସମୁଦ୍ରୀକୁ ନ କହି କ'ଣ ଶାନ୍ତିରେ ରହିପାରିବୁ? ଯା ଯା ତ ସମୁଦ୍ରୀକୁ କହିବୁ, ହେ ସମୁଦ୍ରୀ ମୋତେ ମାରିଦେବେ, ମୋ ପୁଅଟାକୁ ମାରିଦେବେ, ଆବଶ୍ୟକ ପଡ଼ିଲେ ଆପଣଙ୍କୁ ମାରିଦେବେ। ଯା ଯା କହିବୁ ଯା। ଏଇନେ ଯାଉଛି ମୁଁ ମୋ ରାଜାଙ୍କୁ କହିବି। ଯା। ଆରେ ବାବା ସାଗର ଚାଲ, ଆମେ ଏଠି ଜମା ରହିବାନି ରେ ବାବା। ଚାଲ ଆମେ ଘରକୁ ପଳେଇବା। ହରିଧାନ ଚାଲ। ମନ୍ତ୍ରୀ ଆଦିତ୍ୟ ନାରାୟଣ, ଆମେ ଏଠାକୁ ଯିଏ ଆସିଛି କେବଳ ଆସିବାର ପାଦ ଚିହ୍ନଟା ଅଛି, କିନ୍ତୁ ଫେରିବାର ପାଦ ଚିହ୍ନଟା ନାହିଁ ରେ। ବଞ୍ଚିବାକୁ ଚାହୁଁଛୁ ନା? ନାଇଁ, ଆରେ ତୁ ଯଦି ବଞ୍ଚିବାକୁ ଚାହୁଁଛୁ ତାହେଲେ ତୋର ଏଇ ପୁଅଟାକୁ ମୋ ହାତକୁ ବଢ଼େଇ ଦେ। ନା ମୁଁ ମୋ ପୁଅକୁ ଜମା ଦେବିନି। ବଞ୍ଚିଯିବୁ ରେ ବାରା, ତୋ ପୁଅଟାକୁ ମୋତେ ଦେଇଦେ। ନା ମାର ଏ ବାପ ପୁଅ ଦି ଜଣଙ୍କୁ ଏଠାରେ ମାରିଦେ। ନାଇଁ ନାଇଁ ଗୁମାସ୍ତା ବାବୁ ନାଇଁ, ମୋତେ ଆଉ ମୋ ଶିଶୁ ପୁତ୍ରକୁ ଛାଡ଼ି ଦିଅ। ମୁଁ ଏ ରାଜ୍ୟରେ ରହିବିନି। ମୋ ପୁଅକୁ ନେଇ ମୁଁ ଅନ୍ୟ ରାଜ୍ୟକୁ ଚାଲିଯିବି। ମୋ ଜୀବନ ଥିବା ପର୍ଯ୍ୟନ୍ତ ଏ ରାଜ୍ୟକୁ କେବେ ବି ଫେରିବିନି। ଜାଣିଛି ଠିକ ଏମିତି କହିବୁ, ମୋତେ ଛାଡ଼ି ଦିଅ, ମୋ ପୁଅଟାକୁ ଛାଡ଼ି ଦିଅ। ଏ ରାଜ୍ୟରେ ମୁଁ ଜମାରୁ ରହିବିନି, ଏ ରାଜ୍ୟ ଛାଡ଼ି ଚାଲିଯିବି। ଜୀବନ ଥିବା ପର୍ଯ୍ୟନ୍ତ କେବେ ବି ଏ ରାଜ୍ୟକୁ ଫେରିବି ନାହିଁ। ଆଉ ତୋ ପୁଅଟା ବଡ଼ ହେଲା ପରେ ନାଇବେ, ତୋ ପୁଅଟା ବଡ଼ ହେଲା ପରେ ବର ବେଶ ସଜେଇ ରାଜା ଝିଅକୁ ବାହା କରିବାକୁ ଆସିବୁ। ନା ମୁଁ କେବେ ବି ଆସିବିନି। ଏବେ ଦେ। ନା ମୁଁ ମୋ ପୁଅକୁ ଦେବିନି। ନା ମୁଁ ଜମା ଦେବିନି।
আরে সেনাপতি বাবু, এটা কোন মଣିষ মারিবা জিনিস না, এটি মଣିষ মরিবে। আরে বাবু, এটি তো মশা মরিবে নেই। না এইটা ହେଉଛି ମଣିଷ ମରା ଜିନିଷ। ଯୋଉ ଜାଗାରେ ମଣିଷ ଜାତି ଉତ୍ପାତ କରନ୍ତି, ୟାକୁ ସେଇ ଜାଗାରେ ବ୍ୟବହାର କଲେ ମଣିଷଙ୍କ ଆତ୍ମାଟା ଆରାମରେ ସ୍ୱର୍ଗକୁ ଯାଏ। ପ୍ରସାଦ ଖାଇବ ନିଜ ତୁଣ୍ଡରେ, ହାତ ପୋଛିବ ପର ମୁଣ୍ଡରେ। ଜଟ ପାତ୍ର, ମୁଁ ଜଟ ପାତ୍ର। ଘରରେ ଥିଲେ ବେଳ ପଟ୍ଟା ରାଗି ଗଲେ ପୁରା ଛିନ୍ନ ଛଟ। ଆଗ ଯାଏ ସେନାପତି ପଛରେ ଯଦି ନ ନେବି କଥାଟା ଗୋଲମାଲିଆ କରିଦେବ। ନା ରେ ବୋପା ମାହା। जय मां भवानी मालवना दुर्गा अरे तोरी करुणे रे मां ए जंगल रे गोटे दसुर पतिर बच्चा आछलो बा कोन पाइले बा कोन पाइ तू बतोडे पत्थर आ मणिष सजाई दे छलो बा हाउ कोन पाइ तू बतोडे लज्जा बिहीना मणिष के बच्चे छलो बा हो एइति पाइ ना रे बाबू दस्यो ए जंगल रे बच्ची रहितबो लोकंकर मंगल करिबु जीवन रे केमत कार अनिष्ट घटे बुरी ଆଉ ସେଇଥିପାଇଁ ମା ସେଇଥିପାଇଁ ତୁ ମୋତେ ପଥର ମଣିଷ ସଜାଇ ଦେଇছিল ମା ବାଃ ମାନିବାକୁ ପଡ଼ିବ ମା ମାନିବାକୁ ପଡ଼ିବ ତୋର ମହିମା ଆରେ ହଁ ମୁଁ ହେଉଛି ଏ ଜଙ୍ଗଲ ଦସ୍ୟୁ କାଟ ମୋର ଜ୍ୱଳାସି ଭଲ ମଣିଷମାନଙ୍କ ପାଇଁ ମୁଁ ଗୋଟେ ଭଲ ମଣିଷ ଆଉ ଶୈତାନ ମାନଙ୍କ ପାଇଁ ମୁଁ ହେଇଯାଏ ଗୋଟେ ଶୈତାନ से गोटे शब्द मो मन को बारंबार विपरीत करछि अरे केबे को दिन खोजी पाइबा परिचय भाई जे पर्यटन पाइछ परिचय से पर्यटन मते हम पक छाड़ी दियो मते मारनी बाबू अरे केबे तू अरे मो तो किछ करबी अरे कोन हेछि तू काहे जा अरे मो तो किछ करबी अरे केबे तू आउ से प्रश्न मो पचारे तू केबे शैतान तू शैतान हां मो गोटाए शैतान आउ तो भलिया शैतान मानकर पप्पा होछि मो चित्कार करते कहछि एकदम चुप आज्ञा
एकदम चुप ଆଜ୍ଞା ପଳେଇବା ମାଡ଼ ଫାଟ ହେଇଯିବ ଆପଣଙ୍କର ବୋପା ପିଟିରୁ ବାହାର କରିଦେବ ଚୋପା अबे ए निरीह मଣିଷ କଣ ଅପରାଧ କରିଛି ଏବେ କୋଉଟା ନିରୀହ ମଣିଷ? ଦେଖା ଯାଉ ତଥ୍ୟରେ ଏଇଟା ହେଉଛି ମୋ ଶତ୍ରୁ କଣ ହେଲା ଆଉ ଶତ୍ରୁକୁ ସଂହାର କରିବା ହେଉଛି ମୋ କର୍ତ୍ତବ୍ୟ। ବାହାରେ ମଣିଷ ବା କି ଚଣ୍ଡାଳ ବି ତୁ ବେ ମଣିଷ ଭିତରେ କେବେ ମଧ୍ୟ ଶତ୍ରୁ ଭାବ ଆସେନି ଆସେ କେବଳ ମିତ୍ରତା ଭାବ ସେଇଟା ଯେମିତି ଜୀବନ ସାରା ମନେ ରଖିବି ଜୀବନ ସାରା ତୋର ନୀତି ଉପଦେଶ ଶୁଣିବା ପାଇଁ ମୋ ପାଖରେ ଶବ ନାହିଁ। ପଳେଇ ଯା ଆ? ସମୟ ନାହିଁ ତ ପଳେଇ ଯାଇ ମୁଁ ଏଠୁ ଯିବି? ହଁ ପଳେଇ ଯା ନା ମୁଁ ଏଠୁ ବେ ଯିବି? ପଳେଇ ଯାବେ ନାଇଁ ଏ ବାପ ପୁଅ ଦି ଜଣଙ୍କୁ ନ ମାରିଲା ଯାଏ ଏ ଜାଗା ଛାଡି କୁଆଡେ ବି ଯିବି। କଣ ହେଲା ବାପ ପୁଅ ଦି ଜଣଙ୍କୁ ମାରିବି ମୋ ସାମ୍ନାରେ ମାରିବୁ ତୋରି ସମ୍ମୁଖରେ ଏ ବାପ ପୁଅ ଦି ଜଣଙ୍କୁ ଆଗ ମାରି ମାରିକି ଦେଖା ମାରିଦେବି ମାରିକି ଦେଖାବେ ମାରିଦେବି ମାରିକି ଦେଖାବେ ଭାଇ ଚୁପଚାପ ସେଠି ଯା ଆଉ ପାଦ ଯଦି ଆଗିବୁ ନା ତ ଗୋଡ଼ ହାତ କାଟି ଏଠି ଥୋଇଦେବି ତାଳ ଗଛ ପରି ବାଟ ଚାଲିବୁ ମଣିଷ ତାଳ ଗଛ ଭଳିଆ ବାଟ ଚାଲିବୁ କିଏ ମାରିବ ଭାଇ ତୁ ମୁଁ ମାରିବି ତୁ ଆଗ ମାରିବୁ କିଏ ତୁ ତୁ ମତେ ଆଉ ମାରିବୁ ତୁ ନ ବୋଲେ ଏ ବାପ ପୁଅ ଦି ଜଣଙ୍କୁ ମାରି ବେ ପାରିବି তোর তো সাহস কম না বে তুই বলতে পারিবো মরিবু মার মরিবু মারিকি দেখাবে মরিবু বে মারিকি দেখাবে মরিবু চন্ডাল। ମୋତେ ଆଉ ମୋ ଶିଶୁ ପୁତ୍ରକୁ ବଞ୍ଚାଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ବାବୁ। ବସ ନାହିଁ ଆରେ ମୋତେ କାହିଁକି ଧନ୍ୟବାଦ ଜଣାଉଛ ଧନ୍ୟବାଦ ଜଣାଇ ତ ସେଇ ବାବାର ଦୁର୍ଗାଙ୍କୁ ଧନ୍ୟବାଦ ଜଣାଅ ଆରେ ସେ ତମର ମଙ୍ଗଳ କରିବି ଆରେ ମୁଁ କିଏ ମୁଁ ତମ ଭଳି ଗୋଟେ ସାଧାରଣ ମଣିଷ ଆଉ ମଣିଷ ପଡ଼ିଆ ହିସାବରେ ତମେ ବିପଦରେ ପଡ଼ିଥିଲ ତମକୁ ଜଣେ ସାହାଯ୍ୟ କରୁଛି ତାପରେ ସେଇ ମା ବର ଦୁର୍ଗାଙ୍କ କୃପାରୁ ଆଚ୍ଛା ମହାଶୟ ତମେ କିଏ ଆଉ ସେମାନେ ତମ କଣ ପାଇଁ ମାରିଥିଲେ କୁହନ୍ତୁ ମହାଶୟ କୁହନ୍ତୁ ମୋ ପରିଚୟ ଶୁଣିବା ବାବୁ। ସେ ମହାଶୟ କୁହନ୍ତୁ ତାହେଲେ ଶୁଣ ବାବୁ ମୋ ପରିଚୟ। ମହାଶୟ କୁହନ୍ତୁ ମୁଁ ହେଉଛି ଏ ବିଶାଳ କାଶୀ ରାଜ୍ୟ ରାଜା ମର୍କତ କେଶରୀଙ୍କ ମହାମନ୍ତ୍ରୀ ଆଦିତ୍ୟ ନାରାୟଣ। ବିଶାଳ କାଶୀରାଜ୍ୟର ମହାମନ୍ତ୍ରୀ ଆଦିତ୍ୟ ନାରାୟଣ ହଁ ବାବୁ। ଆଉ 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 ମୋର ଏଇ କଳା ଶିଶୁ ପୁତ୍ର ଏହାର ନାମ ହେଉଛି ସାଗର ଚରଣ। ଆରେ ତାହା ତ ଠିକ ହେଲେ ସେମାନେ ତମ କଣ ପାଇଁ ମାରିଥିଲେ କାହିଁକି ମାରିଥିଲେ କୁହନ୍ତୁ ମହାଶୟ କୁହନ୍ତୁ ଆରେ ସେ ଚଣ୍ଡାଳ ଏଠିକି ଆସିବିନି ଯାହା କହିବାର କୁହନ୍ତୁ କହିବି ବାବୁ ଗୋଟି ଗୋଟି କରି ସବୁ କହିବି। କୁହନ୍ତୁ ମହାଶୟ କୁହନ୍ତୁ ରାଜା ବରକତ କେଶରୀ ମୋତେ କଥା ଦେଇଛନ୍ତି ବାବୁ ତାଙ୍କ ଝିଅ ଶାମୁକା ଆଉ ମୋ ପୁତ୍ର ସାଗର ଚରଣ ଏ ଦି ଜଣ ଯେତେବେଳେ ଯୌବନ ବୟସକୁ ଆସିବେ
এই ଦି ଜଣଙ୍କୁ ସେ ବିବାହ ଦେବେ ବୋଲି ମୋତେ କଥା ଦେଇଛନ୍ତି। ମନ୍ତ୍ରୀ ବାସିୟ ଆରେ ତା ତ ଅତି ଆନନ୍ଦର କଥା, ଉଚିତ କଥା, ଭଲ କଥା। ଆଉ ସେଇ କଥାକୁ ନେଇ କ'ଣ? ହଁ ବାବୁ, ସେ ସବୁ କଥାକୁ ଶୁଣି ରାଜ୍ୟର ସେନାପତି ଆଉ ଗୁମାସ୍ତା ଚଟ୍ଟପାତ୍ର ଆମ କଥାକୁ ସହି ପାରିଲେନି ବାବୁ। ସହି ନ ପାରି ମୋତେ ବହୁତ ମାଡ଼ ମାରିଛନ୍ତି ବାବୁ। ମାରି ମାରି ମୋତେ ରକ୍ତାକ୍ତ କରିଦେଇଛନ୍ତି ବାବୁ। ବାସିୟ ଆଉ କିଛି କହିବାର ଆବଶ୍ୟକ ନାହିଁ। ଆପଣଙ୍କ ପ୍ରତି କି ଅନ୍ୟାୟ ହେଇଛି ନ ହେଇଛି ମୁଁ ବୁଝିସାରିଛି। ହେଲେ ଆପଣ ଆଉ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ। ମୁଁ ଅଛି। ଏ ଜଙ୍ଗଲ ଅଦୃଷ୍ଟ ପର୍ଯ୍ୟନ୍ତ ଏ ଜଙ୍ଗଲରେ କାହାର ଅନିଷ୍ଟ ଘଟିବେନି, କାହାର କ୍ଷତି ହେବାକୁ ଦାଉ ସେ। ଆପଣଙ୍କୁ ନେଇଯିବି ମୋ ଦସ୍ୟୁଟିକୁ, ଆଉ ସେଇଠି ଆପଣଙ୍କ ସହିତ ମୁଁ କରିବି। ଆଉ ଆପଣ ଭଲ ହେଇସାରିଲା ପରେ ଫେରିଯିବେ ଆପଣ ରାଜ୍ୟକୁ। ଆପଣଙ୍କର କିଛି ବି ହେବନି ବାସ, କିଛି ବି ହେବନି। ନାଇଁ ବାବୁ, ନାଇଁ, ମୁଁ ଆଉ ସେ ରାଜ୍ୟକୁ ଫେରି ପାରିବିନି ବାବୁ। କିନ୍ତୁ କାହିଁକି, କ'ଣ ପାଇଁ ଫେରିବେନି? କ'ଣ ହେଇଛି କୁହନ୍ତୁ? କାହିଁକି ନା ମୁଁ ଆଉ ବଞ୍ଚିବିନି ବାବୁ। ଭାଇ ମତେ ବସ ନାହିଁ। ଆପଣ ସେମିତି କୁହନ୍ତୁ ରେ। ଆପଣ ବଞ୍ଚିବେ, ଆପଣ ନିଶ୍ଚୟ ବଞ୍ଚିବେ। ଆଉ ଆପଣଙ୍କୁ ମୁଁ ବଞ୍ଚେଇବି। ଆଉ ଆପଣ ଯଦି ନ ବଞ୍ଚିବେ ତାହେଲେ ଆପଣଙ୍କ ଶ୍ରୀପୁତ୍ର ବଞ୍ଚିବ କେମିତି? କୁହନ୍ତୁ ମହାଶୟ, କେମିତି ବଞ୍ଚିବ ଆପଣଙ୍କ ଶ୍ରୀପୁତ୍ର? ତେଣେ ମହାଶୟ ଆପଣଙ୍କୁ ବଞ୍ଚିବାକୁ ହବ। ଆପଣଙ୍କୁ ଧୈର୍ଯ୍ୟ ଧରିବାକୁ ପଡ଼ିବ ମହାଶୟ, ଧୈର୍ଯ୍ୟ ଧରିବାକୁ ପଡ଼ିବ। ହେଲେ ବହୁତ କହୁଛି ଆପଣଙ୍କର କିଛି ହେବନି, କିଛି ବି ହେବନି। ହେଲେ ବାବୁ, ମୁଁ ଆପଣଙ୍କୁ ଗୋଟାଏ କଥା କହିବି, ମୋ କଥା ରଖିବେ ବାବୁ। କୁହନ୍ତୁ ମହାଶୟ, ଆପଣ ଯାହା କୁହନ୍ତୁ, ମୁଁ ନିଶ୍ଚୟ ରଖିବି। ମୁଁ ତ ଆଉ ବଞ୍ଚିବିନି ବାବୁ। ମହାଶୟ ଆରେ କାହିଁକି ସେମିତି କହୁଛନ୍ତି? ଆରେ ମୁଁ ତ କହୁଛି ଆପଣ ବଞ୍ଚିବେ। ପୁଣି ସେ ଗୋଟାଏ କଥା, ମୁଁ ମରିବା ପୂର୍ବରୁ ମୁଁ ମୋ ଶିଶୁ ପୁତ୍ରକୁ ଆପଣଙ୍କୁ ସମର୍ପଣ କରିବି ବାବୁ। ଏ ମନ୍ତ୍ରୀ ମହାଶୟ, ଆପଣ ନିଜେ କ'ଣ କରୁଛନ୍ତି ନିଜେ ବୁଝିପାରୁଛନ୍ତି ତ? ଆରେ ବହୁତ ଗୋଟାଏ ଜଙ୍ଗଲ ଦସ୍ୟୁ, ମୋର ସେଠି ବଞ୍ଚିବା କେତେ ଯେ କଷ୍ଟ ସାଧ୍ୟ। ପୁଣି ଆପଣ ଶ୍ରୀପୁତ୍ରକୁ ମୁଁ କେମିତି ବଞ୍ଚେଇବି? ନାଇଁ ବାସ ନାଇଁ, ଆପଣ ଯାହାକୁ ତ ମାନିବେ, ହେଲେ ଆପଣଙ୍କ ଶ୍ରୀପୁତ୍ରକୁ ମୁଁ ନେଇ ବଞ୍ଚାଇ ପାରିବିନି। କ୍ଷମା ମତେ ରୁହ, କ୍ଷମା ମତେ ରୁହ। ଆପଣ ମନା କରନ୍ତୁନି ବାବୁ। ନାଇଁ ବସ ନାଇଁ, ଆପଣ ମୋତେ ବାଧ୍ୟ କରନ୍ତୁନି। ମୁଁ କେମିତି ଆପଣ ମନା କରନ୍ତୁନି। ଆପଣଙ୍କୁ ମୋତେ କ୍ଷମା କରିଦେବେ। ଆପଣଙ୍କୁ ମୋ ପୁଅର ନିୟମ। ଶିଶୁର ରାଣ ପକାଇଦେଲ, ତାପରେ ଗୋଟେ କଣ ଶିଶୁ ପାଖରେ ଜାଣିଛ କଣ ଶିଶୁ ହଉଛି ଭଗବାନଙ୍କ ସ୍ୱରୂପ। ଆଉ ସେଇ ଭଗବାନଙ୍କ ପାଖରେ ମତେ ରାଣ ପକେଇଦେଲ। ଠିକ ଅଛି, ରାଣ ଯେବେଳେ ପକାଇ ଦେଇଛ, ଆରେ ମୋ ବା ମନା କରିବ ନା କିଏ? ଦିଅନ୍ତୁ ଦିଅନ୍ତୁ ଆମର ସେ ପୁତ୍ରକୁ। ଚେଷ୍ଟା ମୁଁ କରିଦେବାକୁ ବଞ୍ଚାଇବା ପାଇଁ ଚେଷ୍ଟା ମୁଁ କରିବି, ବାସ୍ ଚେଷ୍ଟା ମୁଁ କରିବି। ହେଲେ ବାବୁ, ଆଉ ଗୋଟାଏ କଥା ରହିଗଲା। ଆରେ ଆହୁରି ପୁଣି କି କଥା ଯେ ମନ୍ତ୍ରୀ ମହାଶୟ? ଅଛି ବାବୁ, ଅଛି। ଆରେ କୁହନ୍ତୁ କୁହନ୍ତୁ ମହାଶୟ, ଯାହା କହିବାରେ ଶୀଘ୍ର କୁହନ୍ତୁ, ମୋ ପାଖରେ ସମୟ ନାହିଁ। କଥା ଦେଇଛନ୍ତି ବାବୁ, ସେ ସବୁ ତ ମୁଁ ଆପଣଙ୍କୁ କହି ସାରିଛି ବାବୁ। ସେ ସବୁକୁ ଆପଣଙ୍କୁ ପୂରଣ କରିବାକୁ ହବ। ମନ୍ତ୍ରୀ ମହାଶୟ, ପ୍ରାଣପଣେ ଚେଷ୍ଟା କରିବି, ଆଉ ତାଠୁ କିଛି ଅଧିକା କରିପାରିବିନି। ଆଉ ମୋ ଶିଶୁ ପୁତ୍ରକୁ ମାର ମମତା, ବାବାର ସ୍ନେହ ଦେଇ ତାକୁ ବହୁତ ଖୁସିରେ ରଖିବ ବାବୁ। ତାକୁ କେବେ ବି ଦୁଃଖ ଦବନି ବାବୁ। ଆରେ ହଉ ହେଲା, ଠିକ ଅଛି, ତାହେଲେ ଦିଅନ୍ତୁ ଦିଅନ୍ତୁ ଆମର ଶ୍ରୀପୁତ୍ରକୁ, ଦିଅନ୍ତୁ ମହାଶୟ। ତାହେଲେ ମୋ ଛାତିର କଲିଜାଟାକୁ ମୁଁ ଆପଣଙ୍କୁ ସମର୍ପଣ କରୁଛି ବାବୁ। ଛାତିର କଲିଜା ଚିଠି ଅଲଗା ହବ, କେମିତି ରହିବ
बाट चलिबा केमिति रहिबा बाट चलिबा आखि हब छळ छळ लुह झरिबानी मन हेब कळ बल बोल मानिबानी बंची रही बाकु हब ताते मो रहिला बंची रही बाकु हब লাগিলা ताते मो रहिला सरी सरी फगुणा ଆସିଲା ଶ୍ରାବଣ ସରିନି ଆସିଲା ଶ୍ରାବଣ केमिति रहिबा बड़ चलिबा केमिति रहिबा बड़ चलिबा आखे हब छळ छळ लुह झरिबानी मन हेब कळ बल बोल मानिबानी बंची रही बाकु हब ताते मो रहिला बंची रही बाकु हब ताते मो रहिला सरिनी 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 फगुणा ଆସିଲା ଶ୍ରାବଣ ସରିନି ଫଗୁଣା ଆସିଲା ଶ୍ରାବଣ ସରିନି ଫଗୁଣା ଆସିଲା ଶ୍ରାବଣ ସରିନି ଫଗୁଣା ଆସିଲା ଶ୍ରାବଣ ममता तो झुरी झुरी लोह हेला बैतारणी बाट सारे पादहारे मिले ना पड़ता कनी ममता तो झुरी झुरी लोह हेला बैतारणी बाट सारे पादहारे मिले ना शोभे आजी के शुणिले पादा जे छुटी पड़े के कहले बंची रही बाकु हब ताते मो रहिला बंची रही बाकु हब ताते
শ্রবণ সরিনি ফগুণ আসিল শ্রবণ সরিনি ফগুণ আসিল শ্রবণ সরিনি ফগুণ আসিল শ্রবণ সরিনি ফগুণ আসিল শ্রবণ সরিনি ফগুণ আসিল। প্রিয় দর্শক বন্ধু, মঞ্চ নাটক সরিনি ফগুণ আসিল শ্রাবণ সেনা ବାନ୍ଧବୀ ସ୍ୱାମୀ ମୋ ବନ୍ଧୁ ଆଦିତ୍ୟ ନାରାୟଣ କ'ଣ ରାଣୀ ଅନ୍ତପୁରକୁ ଆସିଥିଲେ? ହଁ ହଁ ରାଣୀ ଅନ୍ତପୁରକୁ ଆସି ତାଙ୍କ ପୁଅକୁ ଗେଲ କରିବା ପାଇଁ ନେଇଗଲେ ଯେ ଏଯାଏଁ ସେ ଫେରି ନାହାନ୍ତି ସିଏ। ଆରେ ସେଥିପାଇଁ ତ ସେ ରାଜ ଦରବାରକୁ ମଧ୍ୟ ଆସୁନାହାନ୍ତି। ଠିକ୍ ଅଛି, ମୁଁ ସେନାପତି ଦିଗ୍ବିଜୟ ସିଂ ସହିତ ପରାମର୍ଶ କରି ମୋ ବନ୍ଧୁ ଆଦିତ୍ୟ ନାରାୟଣ ନିରୀକ୍ଷଣ କରିବା ପାଇଁ ଆମ ରାଜ୍ୟରେ ଆଦେଶ କରିବି। ଠିକ୍ ଅଛି। ତୁମେ ମୋ ଝିଅ ଶାମୁକାର ସେବା ଯତ୍ନ କରୁଥାଅ। ହଁ ହଁ ତାହେଲେ ମୁଁ ଆସୁଛି ବାନ୍ଧବୀ। ଠିକ୍ ଅଛି, ତମେ ଯାଅ। ଆରେ ସ୍ୱାମୀ ତ ଯାଇଛନ୍ତି ସେନାପତିକୁ ସାକ୍ଷାତ କରିବା ପାଇଁ, ଏନେ ମଝିଆ ଛଣେ ଅଛି, ସେ ଶୋଇଛି, ଉଠିଲେ କାନ୍ଦିବ। ନା 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 ନା, ଏନେ ସାଙ୍ଗେ ସାଙ୍ଗେ ଯାଉଛି, ସେ ଉଠିଲେ କାନ୍ଦିବ। ହ୍ୟାଲୋ, ଏ କ'ଣ କଲେ ନା ମା? ଆରେ ଗୋଟାଏ ମଣିଷ ଯେ କେତେ ଯେ ପରିସ୍ଥିତିରେ ବଞ୍ଚୁଛି ନା ମା, ଆଉ ତା ଭିତରେ ପୁଣି ଗୋଟାଏ କଳ ଶିଶୁପୁତ୍ରକୁ ତା ବାବାଟା ମୋ ହାତରେ ଟିକି ଦେଇ ଚାଲିଗଲା ଆର ପାରିକିଲ ମା। କେମିତି ହେଲା ମା, କେମିତି ବଞ୍ଚେବି ଏହି ଶିଶୁପୁତ୍ରକୁ? ମା ଲୋ, ଜୀବନରେ କେବେ କିଛି ମାଗିନି ଲୋ ମା, ଆଜି ପ୍ରଥମ ଥର ପାଇଁ କିଛି ମାଗୁଛି ଲୋ ମା। ମା ଲୋ, ଏହି ଶିଶୁପୁତ୍ରକୁ ବଞ୍ଚାଇବା ପାଇଁ ମୋତେ ଶକ୍ତି, ସାହସ ଆଉ ଧୈର୍ଯ୍ୟ ଦେଲା ମା। ଏହା ହିଁ ମୋର ମାଗୁଣି ଲୋ ମା, ଏହା ହିଁ ମୋର ମାଗୁଣି। ହଁ ଲୋ ମା, ଏହା ହିଁ ମୋର ମାଗୁଣି। ବାବାରେ, ନାଟା କ'ଣ ଦେଇଥିଲା? ନାଟା ହଁ, ସାଗର। ବାବାରେ ସାଗର, ତୁ ନା ମୋରି କୋଳରେ ବଢ଼ିବୁ ରେ। ତତେ ମୁଁ ବଳି ପୋଷି ମଣିଷରୁ ଗୋଟାଏ ଭଲ ମଣିଷ ରଖିଲେ ବାବା। ଆରେ ମୋ ସିନା ଗୋଟାଏ ଦସ୍ୟୁ, ଏଣିକି ତତେ ଆଉ ଦସ୍ୟୁ ହୋଇ ରହିବାକୁ ପଡ଼ିବନି ରେ ବାବା। ତତେ ମୁଁ ଗୋଟାଏ ରାଜକୁମାର ପରେ ରଖିବି। ଗୋଟାଏ ରାଜକୁମାରଟା ବି କମ୍ ନୁହଁ, ସେମିତି ରଖିବି ରେ ବାବା। କିନ୍ତୁ ବାବା, ତୁ କେବେ ବି କାନ୍ଦିବୁନି। ନାଇଁ ନାଇଁ ନାଇଁ, କାନ୍ଦିବନି। ଓହୋ ରେ, କହିଲାରୁ କାନ୍ଦିଲା ଆଉ। ଆହା, କେମିତି ବୁଝେଇବି ଆକୁ? କ'ଣ କହି ବୁଝେଇବି? ନାଇଁ ନାଇଁ, ଚୁପି ଯା। ଭଗବାନ, କେମିତି ନାଇଁ ଏତେ କାନ୍ଦିଲା ନାଇଁ ବାବା, ନାଇଁ ଚୁପି ଯା। ମୋ ଘଣ୍ଟା ପରା। ନାଇଁ କାନ୍ଦିବନି। ଚୁପି ଯା ମୋ ଘଣ୍ଟା ପରା। ଆରେ হ্যাঁ, ସୁନା ପିଲାମାନେ କ'ଣ ଏମିତି କାନ୍ଦନ୍ତି? ନାଇଁ ବାବା, ତୁ କେବେ ବି କାନ୍ଦିବୁନି। ଓ, ତୁ ଏଇଥିପାଇଁ କାନ୍ଦୁଛୁ ନା? କିନ୍ତୁ ଜୀବନରେ ହସ ଖୁସିର ଫଗୁଣ ନ ସରିବା ପୂର୍ବରୁ ଚାଲି ଆସିଛି ଦୁଃଖର ଶ୍ରାବଣ ନା। ନାଇଁରେ ବାବା, କଥା ଦଉଛି ତୋ ଜୀବନରେ କେବେ ମଧ୍ୟ ଦୁଃଖର ଶ୍ରାବଣ ଆସିବନି ରେ। ଆସିବ କେବଳ ହସ ଖୁସିର ଫଗୁଣରେ ବାବା, ହସ ଖୁସିର ଫଗୁଣ। ହଁ ରେ ବାବା, ଆଉ ଗୋଟାଏ କଥା ବାବା, ଆଜି ଦିନଠୁ ମୁଁ ତ ମା, ମୁଁ ତ ବାପା, ମୁଁ ତୋର ସାଙ୍ଗ, ସାଥୀ, ମିତ ସବୁକିଛି। ତେଣୁ ବାବା, ତୁ କେବେ ବି କାନ୍ଦିବୁନି। ଆଉ ତୁ କାନ୍ଦିଲେ ନା ମୁଁ କାନ୍ଦିବି। ତେଣୁ ଗୀତଟେ ଶୁଣେଇବି, ଗୀତ ଶୁଣି ଶୋଇପଡ଼ିବୁ, ଆଉ ଜମାରୁ କାନ୍ଦିବୁନି। ଏ ମିତ, ଆରେ ମିତ। सुनथिले नहीं का
कान कान थे नहीं सुना ओ सुना थे नहीं कान कान थे नहीं सुना मो सुनाटा परा तू आउ कांदना तू आउ कांदना तू आउ कांदना तू आउ कांदना पापा ही बुझीबी तो अरे झट बाटक ते देखी घरे तो हाथ मुगा मुछकानी तो लोह पछेबा मुगा मुछकानी तो लोह पछेबा साथी तुम्हारा पड़ता मितारे 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 ताते मिछा मते सता मितारे मितारे ताते मिछा मते सता सुना रे नहीं काना काना रे नहीं सुना ओ सुना रे नहीं काना काना रे नहीं सुना मो सुनाटा परा तू आउ कांदना तू आउ कांदना तू आउ कांदना तू आउ कांदना पापा हे बुझीबी तो अरे झट बाटक ते देखी घरे तो हाथ मुगा मुछकानी तो लोह पछेबा मुगा मुछकानी तो लोह पछेबा साज तुम्हारा पड़ता मितारे 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 ताते में छाते सता मितारे मितारे ताते में छाते सता हो खरा की बरसा बजी बनी तोते घोड़े रखी बिछता तो खुशी पाई मो देवी रे जीवन तते बोदोची कथा खरा की बरसा बजी बनी तोते घोड़े रखी बिछता तो खुशी पाई मो देवी रे जीवन तते बोदोची कथा तो आखिर सबुलु मते दे जा मोठर सबु हस तू नहीं जा एमिति निजार तू पर मोर एमिति निजार तू पर मोर निजार नहे मोर कथा मितारे 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 ताते में छाते सता मितारे मितारे ताते में छाते सता मितारे मितारे ताते में